ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ 25 ବର୍ଷର ଇଏ ଅନ୍ଧାରୁଆ ଗ୍ରାମରେ ଯେତେବେଳେ ଆମେ ଖବର ପ୍ରକାଶ କରିଥିଲୁ ଓଟିଭିରେ ସେତେବେଳେ ଜିଲ୍ଲାପାଳଙ୍କର ସମ୍ମିଳନୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ତଦାରଖ କରିବା ପାଇଁ ତୁରନ୍ତ। ତ ସେ ସଂକ୍ରାନ୍ତରେ ଆମର ଅଦ୍ୟାବଧି ଖବର ଲଗାତାର ଭାବେ ପ୍ରକାଶିତ ହେଉଛି ପ୍ରସାରଣ ହେଉଛି। ବର୍ତ୍ତମାନ ଆମେ ପହଞ୍ଚିଛୁ ଟିପିଏସ୍ଓଡିଏଲ ର ମାନେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କାର୍ଯ୍ୟାଳୟରେ ଯେଉଁ ଅଛନ୍ତି ପ୍ରଭାତ ସାରଙ୍କ ସହିତ ଆମେ ଆଲୋଚନା କରିବା ଯେ ଏ ଦିଗରେ କେତେ ଅଗ୍ରଗତି କରିଛି କାର୍ଯ୍ୟକ୍ରମ ଆଉ କଣ ଆଶା ରଖିଛନ୍ତି ସେ ସୁବର୍ଣ୍ଣପୁର ଗ୍ରାମରେ ଯେ ଲୋକେ ଆଲୁଅ ଦେଖିବେ ସେ ସଂକ୍ରାନ୍ତରେ ଆମେ ଆଲୋଚନା କରିବା ପ୍ରଭାତ ବାବୁଙ୍କ ସହିତ ଯେ କି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଟିପିଏସ୍ଓଡିଏଲ କମ୍ପାନୀର। ତ କଣ କହିବେ ସାର୍ ଏ ଦିଗରେ ଯେ ନିଶ୍ଚିତ ଭାବରେ ଆପଣ ଜାଣିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆସିଲା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ତ ସେ ସଂକ୍ରାନ୍ତରେ ଆପଣଙ୍କର କାର୍ଯ୍ୟକ୍ରମ କେମିତି ଡେ ଟୁ ଡେ? ହଁ ଆମର 18 ତାରିଖ ଯୋଉ ଥିଲା ସାରଙ୍କର କହିଲେ କଲେକ୍ଟର ସାରଙ୍କର ଯୋଉ ଇଏ ସମ୍ମିଳନୀ ଥିଲା ଆମର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଲା ସେଇ ସମୟରେ ହିଁ ଆମକୁ ତୁରନ୍ତ କଲେକ୍ଟର ସାରଙ୍କୁ ଗୋଟେ ମେସେଜ ଆସିଥିଲା କି ଗାଁରେ ଏମିତି ଆମେ ଯାହା ଖବର ପାଉଛୁ ଲାଇନ୍ ନାହିଁ ବୋଲିକି ଆମ ଟିମ୍ ତା ଭେରି ନେକ୍ସଟ 19 ତାରିଖ ଯାଇଥିଲେ ସେଠି ସର୍ଭେ ସେଇ ଦିନ ସରାହେଲା ପ୍ଲସ୍ ସେଇ ଦିନଠୁ ଆମର ମେଟେରିଆଲ ବି ସାଇଡ୍ରେ ପଠା ହେଲା। ଆଜି ଆମେ ଅଲରେଡ଼ି କିଛିଟା ଗୋଟେ ପାଖାପାଖି 1.5 କିଲୋମିଟର ନୂଆ ଲାଇନ୍ 11 କେବି ଲାଇନ୍ ବନେଇବାକୁ ପଡ଼ିବ। ସେ ଗାଁରେ ଗୋଟେ ଟ୍ରାନ୍ସଫର୍ମର ବସିବ 25 କେବିର ପ୍ଲସ୍ କିଛି ଏଲ୍ଟି ଲାଇନ୍ 250 ମିଟର ଖଣ୍ଡେ ବନାଇବାକୁ ପଡ଼ିବ। ତ ଅଲରେଡ଼ି ଏବେ ସବୁ ମେଟେରିଆଲ ଗାଁରେ ପହଞ୍ଚିଗଲାଣି। ସେଠି ଆମେ ଏବେ ଗୋଟେ ଟିମ୍କୁ ପୁରା ଦିନ ରାତି ରଖାହେଇଛି ସେମାନେ ସେଇ ଗାଁରେ ରହୁଛନ୍ତି ଏବେ ରାତିରେ ସେମାନେ ଯେମିତି ଟାଇମ୍ କନଜ୍ୟୁମ୍ ନ କରିକି ୱାର୍କ ଫୁଟିଂ ବେସିସ୍ରେ କେମିତି କାମ କରିବେ। ତ ତାଙ୍କୁ ଆମେ ଟାର୍ଗେଟ୍ ଦେଇଛୁ କି ମିନିମମ୍ 7 ଦିନ ସୁଦ୍ଧା ବୁଧବାର ସୁଦ୍ଧା କାମ ସରିବା ପାଇଁ। ଯଦି ବୁଧବାର ସୁଦ୍ଧା କାମ ସରିଲା ଆମେ ଭାବୁଛୁ ଗୁରୁବାର ସୁଦ୍ଧା ଆମେ ଲାଇନ୍ ଚାର୍ଜ କରିବା ବ୍ୟବସ୍ଥା କରିପାରିବୁ। ଦେଖନ୍ତୁ ଯାହା କହୁଥିଲେ ଯେ ସୁବର୍ଣ୍ଣପୁର ପାଇଁ ଏକ ନୂଆ ସୁଯୋଗ ଆସିବ ଆଲୋକ ଦେଖିବେ ଲୋକ ତାଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହେବାକୁ ଯାଉଛି। ତ ଆମେ ଗୋଟିଏ କଥା ଜାଣିବାକୁ ଚାହୁଁଛୁ କୋଉ ଫିଡରରୁ ଆପଣ ଦଉଛନ୍ତି କେତେ କେଭି ଲାଇନ୍ ଦଉଛନ୍ତି ଆଉ କେତେ କିଲୋମିଟର ରାସ୍ତା ଅତିକ୍ରମ କରିବେ ଏହା ଆଉ କେତେଟା ସ୍ପାନ୍ ବସୁଛି? ସେଇଟା ଆମର ଜାହାଡ଼ା ପିଏସ୍ଏସ୍ ପାଖରେ ଅଛି। ଜାହାଡ଼ା ପିଏସ୍ଏସ୍ରୁ ଆମର ସିଙ୍ଗିପୁର ଫିଡର ଅଛି ଗୋଟେ ସେ ସିଙ୍ଗିପୁର ଫିଡରରୁ ଟେପିଂ କରାହେବ। ସେଇଟା ପାଖାପାଖି 1.5 କିଲୋମିଟର ଲାଇନ୍ ଟଣା ହେବ ପାଖାପାଖି 35ଟା ଖଣ୍ଡେ ପୋଲ୍ ପଡ଼ୁଛି। ତ 30ଟା 40ଟା ସ୍ପାନ୍ 30ଟା ମାନେ ପୋଲ୍ ଆସିବ ଟ୍ରାନ୍ସଫର୍ମର ଗୋଟେ 25 କେବି ବସିବ ତା ସହିତ ଏଲ୍ଟି ଲାଇନ୍ ଯେଉଁ ଘରକୁ ଲାଇନ୍ ସଂଯୋଗ କରାଯିବ ତା ପାଇଁ ଆମର ଏଲ୍ଟି ଲାଇନ୍ ଗୋଟେ ଯିବ ସେଇଟା ଗୋଟେ 7ଟା ପୋଲ୍ ପଡ଼ିବ। ନିହାତି ଭାବରେ ଯାହା ସୂଚନା ଦଉଥିଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଯେ ଯୋଉ ପ୍ରକାର ଏବେ କାର୍ଯ୍ୟ ଚାଲିଛି ଗୋଟେ କୁହାଯାଇପାରିବ ଯୁଦ୍ଧକାଳୀନ ଭିତ୍ତିରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି ଆଶା କରୁଛନ୍ତି ଯେ ବିଭାଗ 7 ଦିନ ଭିତରେ ଏ ଆଲୁ ପ୍ରଦାନ କରିବେ ଗାଁବାସୀକି। ଯାହା ହଉ ଟିଭିର ଯେତିକ ଯୋଉ ଉଦ୍ୟମ କରାଯାଇଛି ଡେ ଟୁ ଡେ 1ର ଯୋଉ କାର୍ଯ୍ୟ ଆରମ୍ଭ ହେଇଛି ତ ଆମେ ବି ଆଶା କରିବୁ ନିଶ୍ଚିତ ଭାବେ ସେ ଗାଁ ଲୋକଙ୍କୁ ଆଲୁ ଦେଇଦବ। ଆଉ ଏଭଳି କେତେ ଅଞ୍ଚଳରେ ଆପଣଙ୍କର ପେରିଫେରି ଭିତରେ ଧରାକୋଟ ନା ଆଉ ଅନ୍ୟ କୋଉ ଆପଣଙ୍କ ପେରିଫେରି ଭିତରେ ଆସୁଛି ଯାହା କିଛି ସେମିତି ଆସୁଛି କି ଆଉ ସାରା ଏମିତି ଅନ୍ଧାରୁଆ ଗାଁ ଥିଲା ଭଳିଆ? ହଁ ଆମର ଏବେ ଗୋଟେ ଚିଠି ଆସିଛି ଓରେଡ଼ା ତରଫରୁ ଆମର ବହୁତ ଗୁଡ଼ା ଗାଁରେ ଆକ୍ଚୁଆଲି ଆମେ ତ କହିପାରିବୁ ନିଲୁଟ ନଥିଲା ସେଇଠି ଆମର ସୂର୍ଯ୍ୟ ଆମର ସୋଲାର ସେଲ୍ ବସିକି ଲାଇନ୍ ଦିଆହେଇଥିଲା ସେଇଟା ଅପହଞ୍ଚ ଥିଲା ସେ ଜାଗାରେ ଆମେ ଗାଡ଼ି ମଟର ଯିବା ପାଇଁ ରାସ୍ତା ନଥିଲା ବୋଲି ଆମେ କରିପାରୁନଥିଲୁ। ଏବେ ଅଲରେଡ଼ି ଓରେଡ଼ା ଗୋଟେ ଲିଷ୍ଟ ଆମକୁ ଦେଇଛି ସେ ଲିଷ୍ଟ ଆଉ ତ ସର୍ଭେ କରୁଛୁ ଆମେ ଆହୁରି କିଛି ଖବର ପାଉଛୁ ଯେମିତି ଆମର ଜିଲ୍ଲା ସମ୍ମିଳନୀ ଆମର ଜଏଣ୍ଟ ସର୍ଭେ ମିଟିଂରେ କିଛି ଜଏଣ୍ଟ ସର୍ଭେ ଇଏରେ ଗ୍ରିଭେନ୍ସ ଆଉ 2-3ଟା ଗାଁ ଆସିଛି ଆମେ ସେଇଟା ବି ସର୍ଭେ କରୁଛୁ। ସମସ୍ତ ଗାଁକୁ ଯଦି ଆମର ପହଞ୍ଚିବା ପାଇଁ ଆମର ସକ୍ଷମ ରାସ୍ତା ଅଛି ଆମେ ନିଶ୍ଚିତ 100% ସେ ଗାଁ ଗୁଡ଼ିକୁ ବିଦ୍ୟୁତକରଣ କରିବୁ। ଆମେ ଆ ପାଇଁ ଆମର ବିଜୁ ଜ୍ୟୋତି ଗୋଟେ ବିଜୁ ବାଇ ସ୍କିମ୍ ଅଛି ଆମର ତା ପାଇଁ ଗୋଟେ ସ୍ୱତନ୍ତ୍ର ଟିମ୍ ଅଛନ୍ତି ଗଭର୍ଣ୍ଣମେଣ୍ଟ ପ୍ରୋଜେକ୍ଟ ଟିମ୍ ଅଛି। ତ ଅଲରେଡ଼ି ଲିଷ୍ଟ ଯେଉଁ ମିଳିଛି ସେ ଲିଷ୍ଟକୁ ସର୍ଭେ ଆରମ୍ଭ କରିଛୁ ଆସନ୍ତା ସପ୍ତାହ ଭିତରେ ଆମକୁ ଟୋଟାଲ ଲିଷ୍ଟ ମିଳିଯିବ ଆମେ ସେ ଅନୁସାରେ କାମ ବି ତୁରନ୍ତ କରିବୁ। ଯେ ଯାହା କୁହାଯାଉଥିଲା ଯେ ସୁବର୍ଣ୍ଣପୁର ଭଳି ମଧ୍ୟ ଅନେକ ଅଞ୍ଚଳ ଏମିତି ରହିଛି ଯୋଉଟା କି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି ସେଠି ବି ଏମିତି ଅନ୍ଧାର ଲୋକ ବସବାସ କରନ୍ତି ଦୁର୍ଗମ ଅଞ୍ଚଳ ଅଛି ଯାହାକି କାର୍ଯ୍ୟ କରିବାରେ କିମ୍ବା ବିଦ୍ୟୁତ ଯିବାରେ ସବୁ ପ୍ରକାର ଅସୁବିଧା ସୃଷ୍ଟି ହଉଛି ତଥାପି ଗୋଟେ ଟିମ୍ ପ୍ରସ୍ତୁତ ଅଛି ଯାହା ଆମକୁ ସୂଚନା ଦଉଛନ୍ତି ଆସ୍କାରୁ ମନୋଜ ମୁନି ଓଟିଭି।